ଭର୍ତ୍ତା ବା ଚକଟା ଯେଉଁଟାକି ଆମ ସମସ୍ତଙ୍କର ବହୁତ ପସନ୍ଦ। ଆଉ ଏଇ ଖରାଦିନେ ପଖାଳ ଭାତ ସହିତ ଆପଣମାନେ ତ ଘରେ ବିଭିନ୍ନ ପ୍ରକାରର ଭର୍ତ୍ତା ବନାଉଥିବେ। ଆଜି ମୁଁ ଆପଣମାନଙ୍କ ସହିତ ବୋଇତାଳୁ ବା କଖାରୁ ଭର୍ତ୍ତାର ରେସିପି ସେୟାର କରିବି। ଏଇ ଭର୍ତ୍ତାକୁ ଆପଣମାନେ ପଖାଳ ସହିତ ଖାଇବେ, ପୁରା ମଜା ଆସିଯିବ। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି କଖାରୁ ଭର୍ତ୍ତାର ରେସିପି ନିଶ୍ଚୟ ପସନ୍ଦ ଆସିବ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ। ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ବୋଇତାଳୁ ବା କଖାରୁ ଭର୍ତ୍ତା ବନେଇବା ପାଇଁ ମୁଁ ଏଠି କଖାରୁ ନେଇଯାଇଛି 500 ଗ୍ରାମର। ଆପଣମାନଙ୍କୁ ଯେତିକି କଖାରୁ ଦରକାର ଆପଣମାନେ ସେତିକି କଖାରୁ ନେଇ ଏଠି ଭର୍ତ୍ତା ବନେଇ ପାରିବେ। ମନେ ରଖିଥିବେ, ଯେତେବେଳେ ଆପଣମାନେ କଖାରୁ ବା ବୋଇତାଳୁର ଭର୍ତ୍ତା ବନାଉଥିବା ନା, ଏମିତି ଲାଲ ଲାଲ ବାଲା କଖାରୁ ନେବେ। ଏଇଟା ମିଠା ଲାଗିଥାଏ, ଭର୍ତ୍ତା ଖାଇବା ପାଇଁ ବେଶୀ ଭଲ ଲାଗିଥାଏ। ତ ଭର୍ତ୍ତା ବନେଇବା ପାଇଁ ମୋର ଯେତିକି କଖାରୁ ଦରକାର ସେତିକି କଖାରୁକୁ ମୁଁ ପୁରା କ'ଣ କରିଛି ନା, ପଛପଟ ଚୋପା ସବୁ ପୁରା ବଢ଼ିଆସେ ଛଡ଼େଇ ନେଇଛି। ଏବେ ଏହି କଖାରୁକୁ ଆମେ ଛୋଟ ଛୋଟ ଖଣ୍ଡରେ କାଟି ନେବା। ସାଙ୍ଗମାନେ, ଆଜିର ଏହି ରେସିପି ଭିଡ଼ିଓକୁ ଆପଣମାନେ କେଉଁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯାହାଫଳରେ କି ମୁଁ ମଧ୍ୟ ଆପଣମାନଙ୍କୁ ଧନ୍ୟବାଦ ଦେଇପାରିବି। ତ କଖାରୁ ସବୁକୁ ଏମିତି ପୁରା ଛୋଟ ଛୋଟ ଖଣ୍ଡରେ ପ୍ରଥମେ ଆମେ କାଟି ନେବା। କଖାରୁକୁ ଭଲ ଭାବରେ କାଟି ସାରିଲା ପରେ ଏବେ ଆମେ କ'ଣ କରିବା ନା, ଗୋଟେ ବଡ଼ ଜାଗାରେ ଅଳ୍ପ ପାଣି ନେଇଯିବା, ଯେଉଁଥିରେ କି କଖାରୁକୁ ଆମେ ପୁରା ଭଲସେ ଧୋଇପାରିବା। ତ ଏଇଠି ଗୋଟେ ବଡ଼ ଜାଗାରେ ଅଳ୍ପ ପାଣି ନେଇଯାଇଛି। ଏବେ ସେଇ ପାଣିରେ ଆମେ କାଟି ରଖିଥିବା କଖାରୁ ସବୁକୁ ଦେଇଦେବା, ଆଉ ତାକୁ ପୁରା ଭଲ ଭାବରେ ଧୋଇ ନେବା। ଥରେରୁ 2 ଥର ଭଳିଆ ଆକୁ ଏମିତି ମକଚି ମକଚି ଆମେ ଧୋଇ ନେବା। ଆପଣମାନେ ତ ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ସାରୁ ଭର୍ତ୍ତା ଏମିତି ବିଭିନ୍ନ ପ୍ରକାର ଭର୍ତ୍ତା ବା ଚକଟା ବନେଇ ଖାଇଥିବେ। କେବେ ଆପଣମାନେ କଖାରୁ ଭର୍ତ୍ତା ଟ୍ରାଏ କରିଛନ୍ତି କି ନାହିଁ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଏଇଠି ଦେଖିପାରୁଥିବେ କଖାରୁକୁ ଭଲସେ ମୁଁ ଧୋଇ ନେଇଛି। ଏବେ ଏଇ ପାଣି କାଢ଼ି ନେବା। ଏପଟେ ଗ୍ୟାସ୍ ଅନ୍ କରି ଗ୍ୟାସ୍ ଉପରେ ବସାଇ ନେବା ଗୋଟେ ପ୍ୟାନ୍। ପ୍ରଥମେ ପ୍ୟାନ୍କୁ ଆମେ ଭଲ ଭାବରେ ଗରମ କରିନେବା। ତ ପ୍ୟାନ୍ ପୁରା ଭଲ ଭାବରେ ଗରମ ହୋଇସାରିଲା ପରେ ସେଥିରେ 1ରୁ 2 ଚାମଚ ପରିକା ଦେଇଦେବା ସୋରିଷ ତେଲ। ତେଲ ବେଶୀ ଦେବା ଦରକାର ନାହିଁ, 1-2 ଚାମଚ ତେଲ ଦେଇଦେବେ। ତେଲ ଭଲ ଭାବରେ ଗରମ ହୋଇସାରିଲା ପରେ କାଟିକି ଧୋଇକି ରଖିଥିବା କଖାରୁକୁ ଏବେ ଏଇ ତେଲରେ ଦେଇ ଏବେ ସେଥିରେ ଆମେ କ'ଣ କରିବା ନା, ଅଳ୍ପ ଟିକେ ଲୁଣ ଦେବା। ତ ଅଳ୍ପ ଟିକେ ଲୁଣ ଦେଇ ତାକୁ ଟିକେ ଏପଟ ସେପଟ କରି ମିଶାଇ ନେବା। ଆଉ ଆକୁ କଭର କରିକି ପୁରା 5-6 ମିନିଟ୍ ପାଇଁ ଛାଡ଼ିଦେବା। ତ ଜାଣିଥିବେ କଖାରୁ ତ ବହୁତ ଜଲ୍ଦି ସିଝିଯାଏ। 5-6 ମିନିଟ୍ ଭିତରେ କଖାରୁ ଆମର ଭଲ ଭାବରେ ସିଝିଯିବ। ତ ଏଇଠି ମୁଁ ଆକୁ ଭଲସେ ମିଶାଇ ନେଇଛି। ଏବେ ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ କରିନେବା। ଆଉ ଆକୁ କଭର କରିକି ପୁରା 5-6 ମିନିଟ୍ ପାଇଁ ଛାଡ଼ିଦେବା। ଏଇଠି ମୁଁ କହି ରଖୁଛି, ଯଦି ଆପଣମାନଙ୍କୁ ଆଜିର ଏହି ରେସିପି ଭିଡ଼ିଓ ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ତ 5-6 ମିନିଟ୍ ପରେ ଏଇଠି ମୁଁ କଭର କାଢ଼ି ନେଇଛି। ତ ଏଇଠି ଦେଖିପାରୁଥିବେ କଖାରୁ ଉପରେ ଆମର ହାଲକା ହାଲକା କଲର୍ ଆସିଗଲାଣି। ଆଉ ଏବେ ଚାଲନ୍ତୁ ଚେକ୍ କରିନେବା କଖାରୁଟା ଆମର ଭଲସେ ସିଝିଛି କି ନାହିଁ। ତ ଏଇଠି ଦେଖିକି ଜାଣିପାରୁଥିବେ କଖାରୁ ପୁରା ବଢ଼ିଆ ଭାବରେ ସିଝି ଯାଇଛି। ତ କଖାରୁ ଏମିତି ଭଲ ଭାବରେ ସିଝିଗଲା ପରେ ଏବେ ଆମେ କ'ଣ କରିବା ନା, ଏଇ କଖାରୁକୁ ଗୋଟେ ପ୍ଲେଟ୍କୁ କାଢ଼ି ନେବା। ତ ଏଇଠି କଖାରୁ ସବୁକୁ ଗୋଟେ ପ୍ଲେଟ୍ରେ କାଢ଼ି ସାରିଲା ପରେ ସେଇ ପ୍ୟାନ୍ରେ ଆଉ 1 ଚାମଚ ପରିକା ଦେଇଦେବା ତେଲ। ତ ଏଇଠି ମୁଁ 1 ଚାମଚ ତେଲ ଦେଇଥିଲି। ତେଲକୁ ପ୍ରଥମେ ଭଲ ଭାବରେ ଗରମ କରିନେବା। ତେଲ ଆମର ଭଲ ଭାବରେ ଗରମ ହୋଇସାରିଲା ପରେ ଏଇଠି ମୁଁ ଫାଳେ ପିଆଜକୁ ଏମିତି ଲମ୍ବା ଲମ୍ବା କରି କାଟି ନେଇଥିଲି। ଏବେ ଏଇ ପିଆଜକୁ ଦେଇ ପିଆଜକୁ ପୁରା ଭଲସେ ଗୋଲ୍ଡେନ୍ କଲର୍ କରି ଆମେ ଭାଜି ନେବା। ଗ୍ୟାସ୍ର ଫ୍ଲେମ୍ ଆମର ଏଇଠି ହାଇରେ ହିଁ ଅଛି। ହାଇ ଫ୍ଲେମ୍ରେ 2-3 ମିନିଟ୍ ପିଆଜକୁ ଏମିତି ଏପଟ ସେପଟ କରି ଭାଜି ନେଲେ ପିଆଜର କଲର୍ଟା ପୁରା ବଢ଼ିଆସେ ଚେଞ୍ଜ ହେଇଯିବ। ତ ଏଇଠି ମୁଁ ପିଆଜକୁ 2-3 ମିନିଟ୍ ଭାଜି ସାରିଲା ପରେ ଦେଖିପାରୁଥିବେ ପିଆଜର କଲର୍ଟା କେତେ ସୁନ୍ଦର ଭାବରେ ଚେଞ୍ଜ ହେଇଗଲାଣି। ଏବେ ଆମେ କ'ଣ କରିବା, ଏଇ ପିଆଜକୁ ତେଲରୁ କାଢ଼ି ନେବା। ତ ପିଆଜକୁ କାଢ଼ିକି ଗୋଟେ ଜାଗାରେ ରଖି ନେଇଛି। ଏବେ ସେଇ ତେଲରେ 7-8 କୋଲା ଭଳିଆ ରସୁଣ, ତା ସହିତ 3ଟା ଏଠି ମୁଁ ନେଇଥିଲି ଶୁଖିଲା ଲଙ୍କା। ରାଗ ଆପଣମାନଙ୍କର ହିସାବରେ କମ୍ ଅଧିକ କରି ନେଇପାରିବେ। ତ ଏଇଠି ଆମେ ଶୁଖିଲା ଲଙ୍କା ଆଉ ରସୁଣକୁ ପୁରା ଭଲ ଭାବରେ ଭାଜି ନେବା। ଗ୍ୟାସ୍ର ଫ୍ଲେମ୍ ସେମିତି ହାଇରେ ହିଁ ଅଛି। ହାଇ ଫ୍ଲେମ୍ରେ 1-2 ମିନିଟ୍ ଭାଜିଲା ପରେ ଦେଖିପାରୁଥିବେ ଲଙ୍କା ଉପରେ ବଢ଼ିଆସେ ପୁରା କଲର୍ ପଳାଇ ଆସିଲାଣି। ଆଉ ରସୁଣ ଉପରେ ମଧ୍ୟ ହାଲକା ହାଲକା କଲର୍ ଆସିବାକୁ ଲାଗିଲାଣି। ଏମିତି କଲର୍ ଆସିଗଲା ପରେ ଏବେ ଏଇ ଲଙ୍କା ଆଉ ରସୁଣକୁ ଆମେ କାଢ଼ି ନେବା ଗୋଟେ ପ୍ଲେଟ୍କୁ। ଏପଟେ ଯେଉଁ ଆମେ କଖାରୁକୁ ଭାଜିକି ରଖିଥିଲେ ନା, କଖାରୁଟା ଭଲସେ ଥଣ୍ଡା ହେଇଯାଇଥିଲା। କଖାରୁ ଥଣ୍ଡା ହେଇସାରିଲା ପରେ ତାକୁ ଏମିତି ହାତରେ ଭଲ ଭାବରେ ଆମେ ଚକଟି ନେବା। ତ ଏଇଠି ଦେଖିପାରୁଥିବେ ମୁଁ କଖାରୁକୁ ପୁରା ବଢ଼ିଆସେ ଚକଟି ଦେଇଛି। ଏଠି କଖାରୁକୁ ଏମିତି ଭଲ ଭାବରେ ଚକଟି ସାରିଲା ପରେ ଏବେ ଆମେ କ'ଣ କରିବା ନା, ସେଇ ଥାଳିରେ ଅଲଗା ସାମଗ୍ରୀ ସବୁ ଆଡ଼୍ କରିବା।
ଯେମିତିକି ଏବେ ଆମେ କ'ଣ କରିବା, ଅଳ୍ପ ଟିକେ ଲୁଣ ତା ସହିତ ଯେଉଁ ରସୁଣ ଆଉ ଶୁଖିଲା ଲଙ୍କାକୁ ଭାଜିକି ରଖିଥିଲେ ତାକୁ ପ୍ରଥମେ ଏମିତି ସାଇଡ଼୍ରେ ଭଲ ଭାବରେ ଚକଟି ନେବା। ସାଇଡ଼୍ରେ ଭଲସେ ଚକଟି ସାରିଲା ପରେ ଏବେ ସେଇ କଖାରୁ ଚକଟାରେ ଏଇ ରସୁଣ ଲଙ୍କାର ଚକଟାକୁ ଦେଇ ଆକୁ ଆଉଥରେ ଆମେ ଭଲସେ ମିଶାଇବା। ତ ସବୁ ଜିନିଷକୁ ଏଠି ଭଲ ଭାବରେ ମିଶାଇ ସାରିଲା ପରେ ଏଇଠି ଆମେ ଦେଇଦେବା ଅଳ୍ପ କଟା ପିଆଜ। ଏଠି ମୁଁ କଞ୍ଚା ପିଆଜ ଅଳ୍ପ ଦେଇଥିଲି ଆଉ ଭଜା ପିଆଜ ମଧ୍ୟ ଦେଇଥିଲି। ଭଜା ପିଆଜ ଆଉ କଞ୍ଚା ପିଆଜ ଦୁଇଟା ଯାକର ଫ୍ଲେଭର ପୁରା ଅଲଗା ଅଲଗା ହେଇଥାଏ। ତ ଏବେ ଏଠି ମୁଁ ଗୋଟେ ବଡ଼ ସାଇଜ୍ର ଆଳୁକୁ ସିଝେଇକି ତାକୁ ଏମିତି କଦୁକସ କରି ନେଇଛି। ଆପଣମାନେ ଚାହିଁଲେ ଏଠି ଆଳୁକୁ ସ୍କିପ୍ ମଧ୍ୟ କରିପାରିବେ। ତ ଏଇଠି ମୁଁ ଅଳ୍ପ ଟିକେ ଆଳୁ ନେଇଥିଲି। ତା ସହିତ ଏଠି ଆମେ ଦେଇଦେବା ଢେର ସାରା ଧନିଆ ପତ୍ର। ତା ସହିତ ଏଠି ପାଖାପାଖି ଗୋଟେ ଚାମଚ ହେବ କଞ୍ଚା ସୋରିଷ ତେଲ ଦେଇଦେବା। ସୋରିଷ ତେଲ ଅଳ୍ପ ଦେଇ ସବୁ ଜିନିଷକୁ ଏବେ ଆମେ ଭଲ ଭାବରେ ଭଲସେ ଚକଟି ନେବା। ଯଦି ଆପଣମାନେ ଆଗରୁ କେବେ ବୋଇତାଳୁ ବା କଖାରୁ ଭର୍ତ୍ତା ଟ୍ରାଏ କରିନାହାନ୍ତି ତାହେଲେ ଥରେ ତ ନିହାତି ଟ୍ରାଏ କରନ୍ତୁ। ପଖାଳ ସହିତ ଖାଇବେ, ଦେଖିବେ ଏଇଟା ବହୁତ ହିଁ ବଢ଼ିଆ ଲାଗିଥାଏ। ତ ଏଇଠି ପୁରା ସବୁ ଜିନିଷକୁ ମୁଁ ଭଲ ଭାବରେ ମିଶାଇ ନେଇଛି ବା ଚକଟି ନେଇଛି। ତ ଏଇଠି ଆମର ବୋଇତାଳୁ ବା କଖାରୁ ଭର୍ତ୍ତା ପୁରା ରେଡ଼ି। ତ ଆଶା କରୁଛି ଆପଣମାନଙ୍କୁ ଆଜିର ଏଇ ବୋଇତାଳୁ ବା କଖାରୁ ଭର୍ତ୍ତାର ରେସିପି ନିଶ୍ଚୟ ପସନ୍ଦ ଆସିଥିବ। ପୁଣି ଆସିବି ଗୋଟେ ନୂଆ ରେସିପି ନେଇ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର। ଜୟ ଜଗନ୍ନାଥ।